ଶ୍ରୀ ଜଗନ୍ନାଥ ମହିମା ଆଜ୍ଞାମାଳ ଓ ଲିମ୍ବଦାରୁ ଚିହ୍ନଟ। ଶ୍ରୀ ଜଗନ୍ନାଥଙ୍କର ପୂର୍ବ ଶରୀର ବା କଳେବରକୁ ନେଇ ବିଭିନ୍ନ ମତବାଦ ରହିଛି। ଯେଉଁମାନେ ଶ୍ରୀ ଜଗନ୍ନାଥଙ୍କର ମୂଳ ରୂପ ଦାରୁମୟୀ ବୋଲି କହନ୍ତି, ସେମାନଙ୍କର ମତ ଯେ କଳିଙ୍ଗର ଶବର ଅଧିବାସୀଙ୍କ ମଧ୍ୟରେ ବୃକ୍ଷ ପୂଜା ପ୍ରଚଳିତ ଥିଲା ଏବଂ ପରେ ସେମାନେ ବୃକ୍ଷର ଗଣ୍ଡିରେ ରୂପ ଆଙ୍କି ତାକୁ ଦେବତା ରୂପେ ପୂଜା କରିଥିଲେ। କିନ୍ତୁ ବ୍ରହ୍ମପୁରାଣ ଓ ସ୍କନ୍ଦ ପୁରାଣ ଅନୁସାରେ ଶ୍ରୀ ଜଗନ୍ନାଥଙ୍କର ପୂର୍ବ ରୂପ ମଣିମୟ ଥିଲା, ଅର୍ଥାତ୍ ସେ ଇନ୍ଦ୍ର ନୀଳମଣି ବା ନୀଳପଥରରେ ତିଆରି ହୋଇ ମାଧବ ବିଗ୍ରହ ରୂପେ ଶବରମାନଙ୍କ ଦ୍ୱାରା ପୂଜିତ ହେଉଥିଲେ। ସେହି ପ୍ରତିମା ଗୁପ୍ତ ବା ଲୁପ୍ତ ହେବା ପରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ସେ ଦାରୁ ବିଗ୍ରହ ରୂପେ ପୂଜିତ ହେଲେ। ଗୋଟିଏ ଦା ଧାତୁ, ଅନ୍ୟଟି ଦୋ ଧାତୁ, ଅର୍ଥାତ୍ ଦା ଅର୍ଥ ଖଣ୍ଡନକୁ ବୁଝାଏ ଓ ଦୋ ଅର୍ଥ ଦାନକୁ ବୁଝାଏ। ପ୍ରଭୁ ଆମର ସମସ୍ତ ଦୁଃଖକୁ ଦାରଣ ବା ଖଣ୍ଡନ କରନ୍ତି ଏବଂ ଆମକୁ ଆନନ୍ଦ ଦାନ କରନ୍ତି। ସେଥିପାଇଁ ସେ ଦାରୁ ବିଗ୍ରହ ଧାରଣ କରିଛନ୍ତି। ସଂସ୍କୃତ ସ୍କନ୍ଦ ପୁରାଣ ଅନୁସାରେ ବିଶ୍ୱାବସୁ ପୂଜା କରୁଥିବା ଶ୍ରୀ ନୀଳମାଧବଙ୍କ ଆଜ୍ଞାମାଳ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଉଦ୍ଦେଶ୍ୟରେ ବିଦ୍ୟାପତିଙ୍କୁ ଦିଆଯାଇଥିଲା ବୋଲି ବର୍ଣ୍ଣନା ରହିଛି। ମହାରାଜା ଇନ୍ଦ୍ରଦ୍ୟୁମ୍ନ ପୁରୁଷୋତ୍ତମ କ୍ଷେତ୍ରକୁ ଆସି ଶ୍ରୀ ମାଧବଙ୍କୁ ଦର୍ଶନ କରିବାର ଆଜ୍ଞା ଏହି ଘଟଣାରେ ନିହିତ ଥିଲା। ଆଜ୍ଞା ଦେବା ପଛରେ ଜଗତ ମଙ୍ଗଳ କାମନା ରହିଥିଲା। ବାସ୍ତବରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ବିଦ୍ୟାପତିଙ୍କ ଠାରୁ ଆଜ୍ଞାମାଳ ପାଇବା ପରେ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରକୁ ଆସିଛନ୍ତି। ମାତ୍ର ଶ୍ରୀ ମାଧବ ସେତେବେଳକୁ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ବିଦ୍ୟାପତି ମାଧବଙ୍କୁ ଦର୍ଶନ କରି ଯେଉଁ ଆଜ୍ଞାମାଳ ତାଙ୍କଠାରୁ ନେଇଥିଲେ, ସେ ମାଧବ ଆଉ ନଥିଲେ। ନୀଳକନ୍ଦର ଶୂନ୍ୟ ବିଶ୍ୱାବସୁ ଭକ୍ତର ଆତୁରତାରେ ପାଗଳ ପ୍ରାୟ ହୋଇଯାଇଥିଲେ। ଶ୍ରୀ ନୀଳମାଧବଙ୍କର ଆଜ୍ଞାମାଳ ଥିଲା ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରତି ଆଜ୍ଞା ବା ନିର୍ଦ୍ଦେଶନାମା। ମହାରାଜା ଆସିଲେ, ମାତ୍ର ପ୍ରଭୁଙ୍କୁ ନ ପାଇ ସଂକଳ୍ପ ନେଇ ପ୍ରଭୁଙ୍କ କୃପା ଅପେକ୍ଷାରେ ପୁରୁଷୋତ୍ତମ କ୍ଷେତ୍ରରେ ରହିଲେ। ଆକାଶବାଣୀ ମାଧ୍ୟମରେ କୃପା ମିଳିଲା। ତାପରେ ହେଲା ଅଶ୍ୱମେଧ ଯଜ୍ଞ। ଏହି ଯଜ୍ଞ ପରେ ମହାପ୍ରଭୁଙ୍କ ଦାରୁ ମହୋଦଧିରେ ଆବିର୍ଭୂତ ହେଲେ। ତେଣୁ ପ୍ରଥମ ଆଜ୍ଞାମାଳ ହେଉଛି ମହାପ୍ରଭୁଙ୍କର ଆବିର୍ଭାବର କାରଣ। ଶ୍ରୀ ଜଗନ୍ନାଥଙ୍କର ଉପାସନାରେ ବହୁଜନ ହିତାୟ ଓ ବହୁଜନ ସୁଖାୟ ନିମନ୍ତେ ଆଜ୍ଞାମାଳ ପରମ୍ପରା ସାରା ବର୍ଷ ରହିବାର ଜଣାଯାଏ। ପ୍ରତ୍ୟକ୍ଷ ରଥଯାତ୍ରା ଓ ସ୍ନାନଯାତ୍ରାରେ ପତିତମାନଙ୍କୁ କେବଳ ଉଦ୍ଧାର ପାଇଁ ମହାପ୍ରଭୁ ତାଙ୍କ ପ୍ରାସାଦ ଅର୍ଥାତ୍ ଶ୍ରୀମନ୍ଦିରରୁ ବାହାରିଥାନ୍ତି। ଅନ୍ୟାନ୍ୟ ଯାନିଯାତ୍ରାରେ ଆଜ୍ଞାମାଳ ମାଧ୍ୟମରେ ଚଳନ୍ତି ପ୍ରତିମାମାନଙ୍କୁ ମହାପ୍ରଭୁ ସେହି ଲୋକହିତକର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଥାନ୍ତି। ଆଜ୍ଞାମାଳ ମାଧ୍ୟମରେ ନିର୍ଦ୍ଦେଶ ପାଇବା ପରେ ମୂଳ ଅର୍ଚ୍ଚା ବିଗ୍ରହ ଓ ପ୍ରତିନିଧି ମଧ୍ୟରେ କୌଣସି ଫରକ ବିଚାର କରାଯାଏ ନାହିଁ। ମହାପ୍ରଭୁଙ୍କର ଅଧର ଚୁମ୍ବନ ମାଳ ହିଁ ବିଶେଷ ଭାବରେ ଆଜ୍ଞାମାଳ ରୂପେ ବ୍ୟବହୃତ ହୁଏ। ଏହି ମାଳ ପ୍ରଦାନ ପୂର୍ବରୁ କେଉଁ ଉଦ୍ଦେଶ୍ୟରେ କାହାକୁ ଦିଆଯାଇଅଛି, ତାହା ମହାପ୍ରଭୁଙ୍କୁ ତାଙ୍କରି ତରିକାରେ ଜଣାଇ ଦିଆଯାଏ। ଲୋକ କଲ୍ୟାଣ ପାଇଁ 15ଟି ବାର୍ତ୍ତା ଏହି ଆଜ୍ଞାମାଳ ପଛରେ ରହିଥିବାର ଜଣାଯାଏ। ସେଗୁଡ଼ିକ ହେଲା ସାମାଜିକ ସଂହତି, ସାମାଜିକ ମର୍ଯ୍ୟାଦା, ନିରାମୟ ଜୀବନଯାପନ, ସହଯୋଗ, ସାହଚର୍ଯ୍ୟ, ଶାନ୍ତି ଓ ଆନନ୍ଦ ପ୍ରଦାନ ଇତ୍ୟାଦି। ଜଗତ ବିଧାୟକ ମଙ୍ଗଳ ଲୀଳାରେ ବାର୍ତ୍ତା ଦେବା ପାଇଁ ଏହି ଆଜ୍ଞାମାଳ ପରମ୍ପରା ମହାପ୍ରଭୁଙ୍କର ଉପାସନାରେ ଅନୁସୃତ ହୋଇ ଆସୁଛି। ପରମ ବ୍ରହ୍ମଙ୍କର ବିନା ଆଜ୍ଞାରେ କୌଣସି କାର୍ଯ୍ୟ ଯେପରି ହୁଏ ନାହିଁ, ସେହିପରି ଦାରୁ ଅନ୍ୱେଷଣ ମଧ୍ୟ ତାଙ୍କ ବିନା ଆଜ୍ଞାରେ ହୁଏ ନାହିଁ। ଚେତନ ଆଜ୍ଞାମାଳ ବିଧିରେ ଦାରୁ ଅନୁସନ୍ଧାନ ପାଇଁ ବିଶେଷ ଆଜ୍ଞାମାଳ 19 ବର୍ଷ ବା 12 ବର୍ଷ ଅନ୍ତରରେ ପଡୁଥିବା ନବକଳେବରରେ ଲୀଳାରେ ପ୍ରଦାନ କରାଯାଏ। ମହାପ୍ରଭୁଙ୍କ
ମଧ୍ୟାହ୍ନ ଧୂପ ଶେଷ ହେବା ପରେ ପାଣି ପଡ଼େ। ଶ୍ରୀ ସୁଦର୍ଶନଙ୍କ ବାଡ଼ର ବଡ଼ଗ୍ରାହୀ ପତି ମହାପାତ୍ର ସେବକ ରତ୍ନସିଂହାସନ ଉପରକୁ ଉଠନ୍ତି। ଗରାବଡ଼ୁ ସେବକଙ୍କଠାରୁ ହାତୁଆଣି ପାଣି ନେବା ପରେ ପୂର୍ବରୁ ଲାଗି ହୋଇଥିବା ଚାରି ବାଡ଼ର ଅଧର ଚୁମ୍ବିତ ଆଜ୍ଞାମାଳ ମଧ୍ୟରୁ ପ୍ରଥମେ ବଡ଼ ଠାକୁର ଶ୍ରୀ ବଳଭଦ୍ରଙ୍କ ବିଗ୍ରହରୁ ଆଣି ବଡ଼ବାଡ଼ିର ବାଡ଼ଗ୍ରାହୀଙ୍କର ହାତରେ ପ୍ରଦାନ କରନ୍ତି। ପ୍ରକାଶ ଥାଉକି ଶ୍ରୀ ବଳଭଦ୍ରଙ୍କର ସମ୍ପୃକ୍ତ ଦଇତା ସେବକଙ୍କୁ ବଡ଼ବାଡ଼ ସେବକ କୁହାଯାଇଥାଏ। ସେହିପରି ମା ସୁଭଦ୍ରାଙ୍କର ଦଇତା ସେବକଙ୍କୁ ମଝିବାଡ଼ ଓ ଶ୍ରୀ ଜଗନ୍ନାଥଙ୍କର ଦଇତା ସେବକଙ୍କୁ ବାଡ଼ ସେବକ ବୋଲି କୁହାଯାଏ। ବଡ଼ବାଡ଼ର ବଡ଼ଗ୍ରାହୀଙ୍କୁ ଆଜ୍ଞାମାଳ ପତି ମହାପାତ୍ର ପ୍ରଦାନ କରିବା ପରେ ଗରାବଡ଼ୁଙ୍କ ଠାରୁ ହାତୁଆଣି ନେଇ ଶ୍ରୀ ଜଗନ୍ନାଥଙ୍କର ଆଜ୍ଞାମାଳ ଓ ଲାଗିକରି ମହାପ୍ରଭୁଙ୍କ ବାଡ଼ଗ୍ରାହୀଙ୍କୁ ପ୍ରଦାନ କରିଥାନ୍ତି। ତାପରେ ପୁଣି ହାତୁଆଣି ନେଇ ମା ସୁଭଦ୍ରାଙ୍କର ଅଧରମାଳା ମଝିବାଡ଼ର ବାଡ଼ଗ୍ରାହୀ ଦଇତା ସେବକଙ୍କୁ ଦେଇଥାନ୍ତି। ଶେଷରେ ପତି ମହାପାତ୍ର ନିଜେ ଶ୍ରୀ ସୁଦର୍ଶନଙ୍କ ଠାରୁ ଆଜ୍ଞାମାଳ ନେଇ ସିଂହାସନ ତଳକୁ ଓହ୍ଲେଇ ଆସନ୍ତି। ଆଜ୍ଞାମାଳ ପାଇଥିବା ଦଇତା ଓ ଭାଗାରୀମାନେ ମହାପ୍ରଭୁଙ୍କ ସିଂହାସନ ନିକଟରୁ ଆସି କଳାହାଟ ଦ୍ୱାରା ଅଣସର ପିଣ୍ଡିଠାରେ ସମବେତ ହୁଅନ୍ତି। ସେହିଠାରେ ଭିତରଛୁ ମହାପାତ୍ର ସେବକ ଗୋଟା ବାର ଲାଗି ଗୀତ ଗୋବିନ୍ଦ ଶାଢ଼ୀ ଶ୍ରୀ ସୁଦର୍ଶନଙ୍କ ଆଜ୍ଞାମାଳ ଧାରଣ କରିଥିବା ପତି ମହାପାତ୍ରଙ୍କ ମୁଣ୍ଡରେ ବାନ୍ଧନ୍ତି। ତାପରେ ତିନି ବାଡ଼ର ବାଡ଼ଗ୍ରାହୀଙ୍କ ମୁଣ୍ଡରେ ଶାଢ଼ୀ ବାନ୍ଧିଥାନ୍ତି। ବନଯାଗ ଯାତ୍ରା ଆରମ୍ଭ ବିଧିରେ ଏହିଠାରେ ପ୍ରଥମେ ମଙ୍ଗଳ ଗୀତ ଗାନ କରାଯାଇଥାଏ। ତାପରେ ଅନ୍ୟ ଦଇତା ସେବକଙ୍କ ମୁଣ୍ଡରେ ଶାଢ଼ୀ ବନ୍ଧା ଯାଇଥାଏ। ସେଠାରୁ ଦଇତାପତିମାନେ ଜୟ ବିଜୟ ଦ୍ୱାର ନିକଟକୁ ଆସିଲେ ଭିତରଛୁ ଦେଉଳକରଣଙ୍କ ମୁଣ୍ଡରେ ଗୋଟା ବାର ଲାଗି ଖଣ୍ଡୁଆ ପାଟ ବାନ୍ଧିଥାନ୍ତି। ଏହାପରେ ତଢ଼ଉକରଣ ପଡ଼ିଆକରଣଙ୍କ ପ୍ରତିନିଧି ବେହେରାକରଣଙ୍କ ମୁଣ୍ଡରେ ଶିକରପଡ଼ା ବନ୍ଧାଯାଏ। ଚାରିବାଡ଼ର ମହାରଣାମାନଙ୍କ ମୁଣ୍ଡରେ ବୈରାଗୀ ଶାଢ଼ୀ ବନ୍ଧାଯାଏ। ଏହାପରେ ଆଜ୍ଞାମାଳ ଧରି ବାଡ଼ଗ୍ରାହୀଙ୍କ ସମେତ ବିଶ୍ୱାବସୁ, ବିଦ୍ୟାପତି, ଆଚାର୍ଯ୍ୟ ଗଣକରଣ ସେବକ ଓ ସୁଦର୍ଶନଙ୍କୁ ଧାରଣ କରି ଲେଙ୍କା ସେବକଙ୍କ ସମେତ ଅନ୍ୟ ସମସ୍ତ ଜଗମୋହନରୁ ବନଯାଗ ଯାତ୍ରା ଆରମ୍ଭ କରନ୍ତି। ସେତିକିବେଳେ ଜଗମୋହନରେ ବିଜେ କାହାଳୀ ବାଜିଥାଏ। ମଣିମା ମଣିମା ଡାକରେ ଶ୍ରୀମନ୍ଦିର ଜଗମୋହନ ପ୍ରକମ୍ପିତ ହୋଇଉଠେ। ଐତିହାସିକ ଆବୁଲ ଫଜଲ 1522 ମସିହାରେ ମତ ଦେଇଥିଲେ ଯେ ଚନ୍ଦନ କାଠରେ ନିର୍ମିତ ହୋଇଥିବା ଶ୍ରୀ ଜଗନ୍ନାଥ 4000 ବର୍ଷ ହେଲା ପୂଜିତ ହେଉଛନ୍ତି। ଲିମ୍ବଦାରୁ ବାସ୍ତବରେ ଅଶ୍ୱତ୍ଥ, ବଟ, ପଳାଶ ଓ ବେଲ ବୃକ୍ଷ ପରି ପବିତ୍ର ନୁହେଁ, ମାତ୍ର ତାହା ମଧ୍ୟରେ ଭଗବତ ସତ୍ତା ରହିଥିବାରୁ ମଳୟ ଲାଗିଲେ ତାହା ମଧୁର ହୋଇଯାଏ। ମଧୁର ହେବା ପରେ ଏହି ବୃକ୍ଷ ମହାସୁଗନ୍ଧ ବୃକ୍ଷରେ ପରିଣତ ହୁଏ। ଏହି ମହାସୁଗନ୍ଧ ବୃକ୍ଷ ମୋକ୍ଷ ପ୍ରଦାୟକ ବୋଲି ଇନ୍ଦ୍ର ନୀଳମଣି ପୁରାଣରେ ଉଲ୍ଲେଖ ରହିଛି। ବିଭିନ୍ନ ବୃକ୍ଷ ପୁରୁଷ, ସ୍ତ୍ରୀ ଓ କ୍ଳୀବଲିଙ୍ଗ ଭେଦରେ 3 ପ୍ରକାର ଅଟନ୍ତି। ବୈଖାନସ ଆଗମ ପୁସ୍ତକ ଅନୁସାରେ ଲିମ୍ବ ପୁରୁଷ ବୃକ୍ଷ ଭାବରେ ପରିଗଣିତ। ଭବିଷ୍ୟ ପୁରାଣରେ ଲେଖାଯାଇଛି ବିଷ୍ଣୁଙ୍କ ବିଗ୍ରହ ପାଇଁ ଲିମ୍ବ ଦାରୁ ହିଁ ସୌଭାଗ୍ୟପ୍ରଦ ଓ ମଙ୍ଗଳକାରକ। ଜାତି ଅନୁଯାୟୀ ବୃକ୍ଷ ଉପାସନାର ବିଧି ରହିଥିଲେ ମଧ୍ୟ ଲିମ୍ବ ଦାରୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ପୂଜନୀୟ। ଭବିଷ୍ୟ ପୁରାଣର ଏହି ବର୍ଣ୍ଣନାରୁ ଜଣାଯାଇଛି ଲିମ୍ବ ଦାରୁ ସମନ୍ୱୟର ପ୍ରତୀକ। ସେଥିପାଇଁ ଏହି ମଙ୍ଗଳକାରକ ଲିମ୍ବ ଦାରୁକୁ ବୈଶାଖ ମାସରେ ସଂଗ୍ରହ କରି ସେଥିରେ ଦେବ ବିଗ୍ରହ ନିର୍ମାଣ ଉଚିତ ବୋଲି ବୈଷ୍ଣବ ତନ୍ତ୍ରମାନଙ୍କରେ ବର୍ଣ୍ଣନା ରହିଛି। ନାରଦୀୟ ସଂହିତା ଓ ବୃହତ ସଂହିତା ଗ୍ରନ୍ଥରେ ଏହି ମହାସୁଗନ୍ଧ ବୃକ୍ଷକୁ ପୁରୁଷୋତ୍ତମ ବୃକ୍ଷ ବୋଲି କୁହାଯାଇଛି। ବିଷ୍ଣୁ ଧର୍ମୋତ୍ତର ପୁରାଣରେ
ମହାସୁଗନ୍ଧ ଲିମ୍ବ ବୃକ୍ଷ ଚନ୍ଦନ ବୃକ୍ଷଠାରୁ 100 ଗୁଣ ସୁଗନ୍ଧଯୁକ୍ତ ବୋଲି ବର୍ଣ୍ଣନା ରହିଛି। ଲିମ୍ବ ବୃକ୍ଷ ମହାସୁଗନ୍ଧି ବୃକ୍ଷରେ ପରିଣତ ହେବା ପରେ ଏହାକୁ କୀଟ ବା ପୋକ ସ୍ପର୍ଶ କରନ୍ତି ନାହିଁ। ଏହି ବୃକ୍ଷ ପରମ୍ପରା କ୍ରମେ ନବକଳେବର ଲୀଳାରେ ବ୍ୟବହାର ହେଉଥିବା ବେଳେ ଏହାର ଚିହ୍ନଟ ପାଇଁ 10ଟି ଲକ୍ଷଣ ଉପରେ ଗୁରୁତ୍ୱ ଦିଆଯାଏ। ସେହି ଲକ୍ଷଣଗୁଡ଼ିକ ହେଲା, ଏହି ମହାସୁଗନ୍ଧି ବୃକ୍ଷ ନିକଟରେ ଏକ ଆଶ୍ରମ ରହିଥିବ। ବୃକ୍ଷଟି ନିଶ୍ଚିନ୍ତ ଭାବରେ ଏକ ନଦୀ ଉପତ୍ୟକାରେ ଥିବ। ବୃକ୍ଷର ପାଖାପାଖି ଅଞ୍ଚଳରେ ଏକ ମଶାଣି ଥିବ। ବୃକ୍ଷର ଚାରିପଟ ପରିଧି ଭିତରେ ଏକ ଉଇହୁଙ୍କା ଥିବ। ଉଇହୁଙ୍କାରେ ନାଗ କିମ୍ବା ନାଗୁଣୀ ବାସ କରୁଥିବେ। ବୃକ୍ଷର ପାଖାପାଖି ଅଞ୍ଚଳରେ ଏକ ବରୁଣ ଗଛ ଥିବ। ବୃକ୍ଷରୁ ପ୍ରଥମ ଡାଳଟି ମାଟିଠାରୁ ଅତି କମରେ 12 ଫୁଟ ଉଚ୍ଚତାରେ ଥିବ। ଗଛର କୌଣସି ଡାଳ ପାଖରେ ଥିବା ଅନ୍ୟ ଗଛର ଡାଳକୁ ସ୍ପର୍ଶ କରୁନଥିବ। ଏହି ମହାସୁଗନ୍ଧି ବୃକ୍ଷରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଚିହ୍ନ ରହିଥିବ। ମା ସୁଭଦ୍ରାଙ୍କ ଦାରୁରେ ସ୍ତ୍ରୀଅଙ୍ଗ ଲକ୍ଷଣ ରହିଥିବ। ବୃକ୍ଷରେ କୌଣସି ପକ୍ଷୀ ବସା ବାନ୍ଧି ନଥିବେ। ମହାସୁଗନ୍ଧି ବୃକ୍ଷରେ ଅନ୍ୟ କୌଣସି ଲତା ମାଡ଼ି ନଥିବ। ଏହିପରି 10 ଲକ୍ଷଣ ଥିବା ମହାସୁଗନ୍ଧି ବୃକ୍ଷର ସନ୍ଧାନ ମା ମଙ୍ଗଳା ସ୍ୱପ୍ନାଦେଶ ମାଧ୍ୟମରେ ଜଣାଯିବା ପରେ ସେଠାରେ ପ୍ରଥମେ ଯଜ୍ଞମଣ୍ଡପ ନିର୍ମାଣ ହୁଏ। ଏହାପରେ ଭୂମି ପୂଜା ଅନୁଷ୍ଠିତ ହୁଏ। ଭୂମି ପୂଜା ପରେ 108 ଗରା ପାଣିରେ ଦାରୁଙ୍କୁ ସ୍ନାନ କରାଯାଇ ବସ୍ତ୍ରଦାନ ବିଧି ଅନୁଷ୍ଠିତ ହୁଏ। ପୁରାଣ ଶାସ୍ତ୍ରରେ ଏହି 10 ଲକ୍ଷଣ ଯୁକ୍ତ ଦାରୁକୁ ମହାବୃକ୍ଷ ବା ମହାଦ୍ରୁମ ମଧ୍ୟ କୁହାଯାଇଛି। ସାଧନାର ମୌଳିକ ସ୍ତରରେ ସାଧକମାନଙ୍କ ପାଇଁ ନିର୍ମାଲ୍ୟର ପରିଭାଷା ଯେଉଁପରି ଏହି ମହାଦାରୁ ବା ପୁରୁଷୋତ୍ତମ ବୃକ୍ଷ ଠିକ୍ ସେହିପରି। ସାଧନା ଦୃଷ୍ଟିକୋଣରୁ ଲାକ୍ଷଣିକ ଭାଷାରେ ବୁଝିଲେ ଜଣାଯାଏ ଯେ ସେହି ବୃକ୍ଷଟି ମୋକ୍ଷର ଅବସ୍ଥାକୁ ଆସିଥାଏ। ମୋକ୍ଷର ଅବସ୍ଥାକୁ ଆସିଥିବା ଦାରୁ ହିଁ ମୋକ୍ଷଦାତା ବ୍ରହ୍ମକୁ ଧାରଣ କରି ମୁକ୍ତି ପ୍ରଦାନ କରିବାକୁ ସମର୍ଥ ହୋଇଥାଏ। ସେଥିପାଇଁ ଭବିଷ୍ୟ ପୁରାଣରେ ମଙ୍ଗଳକାରକ ଶବ୍ଦକୁ ସର୍ବମଙ୍ଗଳ ଜଗନ୍ନାଥ ଭାବଧାରାରେ ବୁଝି ହୁଏ। ତନ୍ତ୍ର ଦର୍ଶନର ଗଭୀର ତତ୍ତ୍ୱ ଶ୍ରୀ ଜଗନ୍ନାଥଙ୍କର ନବକଳେବର ଲୀଳାରେ ସରଳୀକରଣ ହୋଇଅଛି। ନବକଳେବର ଦ୍ୱାରା ବିଗ୍ରହ ନିର୍ମାଣ ଅନ୍ୟ ସବୁ ମାଧ୍ୟମ ପରି ଦାରୁ ବା କାଠ ଦ୍ୱାରା ସମାପନ ହୋଇଥାଏ, କିନ୍ତୁ ବ୍ରହ୍ମ ପରିବର୍ତ୍ତନ ହୋଇନଥାଏ। କାରଣ ଗୁପ୍ତ ସେବାରେ ମହାପ୍ରଭୁଙ୍କର ପୁରାତନ ବିଗ୍ରହଠାରୁ ବ୍ରହ୍ମ ପରିବର୍ତ୍ତନ କରି ନୂତନ ବିଗ୍ରହ ତାହା ଧାରଣ କରିଥାନ୍ତି। ଏହାର କାରଣ ହେଲା ସମୟକ୍ରମେ ପୁରାତନ ବିଗ୍ରହ ବସ୍ତୁ ଦ୍ୱାରା ଜାତ ହୋଇଥିବାରୁ ଜିନ ବା ପୁରାତନ ହୋଇଥାନ୍ତି। ସେଥିପାଇଁ ପ୍ରଭୁଙ୍କର ନୂତନ କଳେବର ଆବଶ୍ୟକ ହୋଇଥାଏ। ଏହା ହିଁ ନବକଳେବର। ଏହାଦ୍ୱାରା ମହାପ୍ରଭୁ ମାନବ ଜାତିର ପରମ୍ପରା ଯୁଗେ ଯୁଗେ ସୃଷ୍ଟି କରି ଆସୁଛନ୍ତି। ମନୁଷ୍ୟ ଜନ୍ମ ହୁଏ ଓ ପୁଣି ତାର ମୃତ୍ୟୁ ହୁଏ, କିନ୍ତୁ ଆତ୍ମା ଅନ୍ୟ ଘଟରେ ପ୍ରବେଶ କରେ। ତେଣୁ ମାନବ ଜାତି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏହି ଧରିତ୍ରୀକୁ ଆଗମନ କରିଥାନ୍ତି। ମହାପ୍ରଭୁ ତାଙ୍କର ଭକ୍ତ ମାନବ ଜାତିକୁ ଆଶୀର୍ବାଦ କରିଥାନ୍ତି ତାଙ୍କର କରୁଣା ପରଶି ଦେଇ। ସେଥିପାଇଁ ସେ ନବକଳେବର ମଧ୍ୟ ଧାରଣ କରିଥାନ୍ତି। ଏହି ମାନବୀୟ ଗୁଣ ମାନବ ଜାତିରେ ସଦା ଜାଗ୍ରତ ହୋଇ ରହିବ। ମହର୍ଷି ଶାଣ୍ଡିଲ୍ୟଙ୍କ ସଂହିତା ଅନୁସାରେ ମହାପ୍ରଭୁ ଲୀଳାନୁରାଗୀ। ଶ୍ରୀମଦ ଭାଗବତ ଅନୁସାରେ ସେ ଲୋକଶିକ୍ଷା ପାଇଁ ଅବତୀର୍ଣ୍ଣ ହୋଇଥାନ୍ତି। ସର୍ବତ୍ର ଅର୍ଚ୍ଚା ବିଗ୍ରହମାନେ ଅଚଳ ବେଳେ ମହାପ୍ରଭୁ ସଚଳ ହୋଇ ଲୋକମାନଙ୍କ ସହ ମିଶି ସେମାନଙ୍କୁ ଆନନ୍ଦ, ମୁକ୍ତି ଓ ଶିକ୍ଷା ଦେବା ପାଇଁ ଅବତୀର୍ଣ୍ଣ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଭାଷାରେ ସ୍ନାନ ଗୁଣ୍ଡିଚାଏ ବେନି ସ୍ୱୟଂ ଲୀଳାଜାର ପତିତ ପାବନ ଅର୍ଥେ ପ୍ରାସାଦୁ ବାହାର ଉଲ୍ଲେଖ କରି ଏହି ପରମ୍ପରାକୁ ସାହିତ୍ୟ ମାଧ୍ୟମରେ ସେ ଜଣାଇ ଦେଇଛନ୍ତି।